ହାଲେଲୁୟା। ପ୍ରଭୁ ଯୀଶୁଙ୍କର ମଧୁର ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ମୁଁ ଧନ୍ୟବାଦ ଦିଏ ଆଜିର ସମୟ ପାଇଁ। ଯେତେ ଲୋକ ଭିଡ଼ିଓ ଦେଖିବେ ପ୍ରଭୁ ସମସ୍ତେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ମୋତେ ମଧ୍ୟ କହିବାକୁ ମିଳେ ଧନ୍ୟବାଦ ଦଉଛି। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ପ୍ରଭୁ ଯୀଶୁଙ୍କର ଗୌରବମୟ ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟ ହେଉଛି ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। କ'ଣ ନା ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। ଆପଣ ଭାବୁଥିବେ ପାପ କେମିତି ସୁନ୍ଦର ହେଇପାରେ? ପାପ ତ ଖରାପ ବିଷୟ, ପାପ ତ ମନ୍ଦ ବିଷୟ। ପାପ କେମିତି ସୁନ୍ଦର ହେଇପାରେ? ପାପ କେମିତି ଆକର୍ଷଣୀୟ ହେଇପାରେ? ହଁ, ପାପ ସୁନ୍ଦର ଆଉ ଆକର୍ଷଣୀୟ ଅଟେ। ଯଦି ଆପଣ ବାଇବେଲ ପଢ଼ିବେ, ବାଇବେଲରେ ଥିବା ପରମେଶ୍ୱରଙ୍କର ମହାନ ଦାସମାନେ, ମହାନ ସେବକମାନେ ଏଇ ପାପ ପାଇଁ ଆଉ ସେମାନେ ପାପରେ ପଡ଼ିଥିଲେ। ହାଲେଲୁୟା। କାରଣ ପାପ ସେମାନଙ୍କୁ ସୁନ୍ଦର ଲାଗିଲା, ପାପ ସେମାନଙ୍କୁ ଆକର୍ଷଣ କଲା, ଆଉ ସେଥିପାଇଁ ସେମାନେ ପାପରେ ପଡ଼ିଲେ ଆଉ ପାପ କଲେ। କାହିଁକି ନା ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। ଆସନ୍ତୁ ଆମେ ଜାଣିବା ପ୍ରକୃତରେ କ'ଣ ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। ହଁ, ପ୍ରକୃତରେ ପାପ ଆଉ ସୁନ୍ଦର ଓ ଆକର୍ଷଣୀୟ ଅଟେ। ହଁ, ହେଇପାରେ, ଅଳ୍ପ ସମୟ ପାଇଁ ହେଇପାରେ ସୁନ୍ଦର ଓ ଆକର୍ଷଣୀୟ ଅଟେ, କିନ୍ତୁ ଅଳ୍ପ ସମୟ ପାଇଁ ବି ହଉ ସୁନ୍ଦର ଓ ଆକର୍ଷଣୀୟ ଅଟେ, ଆଉ ତାହା ଯଥେଷ୍ଟ ଅଟେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ପାପରେ ଆଉ ପ୍ରବଞ୍ଚନାରେ ପ୍ରଲୋଭିତ କରିକି ପକାଇବା ପାଇଁ। ଆସନ୍ତୁ ଜାଣିବା ଆଦି ପୁସ୍ତକ 3 ପର୍ବର 6 ପଦ। ଆଦି ପୁସ୍ତକ 3 ପର୍ବର 6 ପଦ। ଏଠାରେ ଆଦାମ ହବାଙ୍କ ବିଷୟ ଲେଖାଯାଉଛି। ଈଶ୍ୱର ଏଦେନ ଉଦ୍ୟାନକୁ ତିଆରି କଲେ, ସମସ୍ତ ବିଷୟ ତା ଭିତରେ ରଖିଲା ପରେ ଆଦାମ ହବାକୁ ଆଉ ସେ ଏଦେନ ଉଦ୍ୟାନ ମଧ୍ୟ ନେଇକି ରଖୁଛନ୍ତି, ଆଉ କହୁଛନ୍ତି ଏଇ ଏଦେନ ଉଦ୍ୟାନରେ ପ୍ରତ୍ୟେକ ଗଛର ଫଳ ଖାଇପାରିବ, ସବୁ ଜିନିଷ ବ୍ୟବହାର କରିପାରିବ, କିନ୍ତୁ ଗୋଟେ ଗଛର ଫଳ ଖାଇବନି। ସେ ଗଛର ନାଁ ହେଉଛି ସତ୍ ଜ୍ଞାନଦାୟକ ବୃକ୍ଷ। ଆଉ ଯୋଉଦିନ ଖାଇବ ସେଦିନ ପାପ କରିବ, ଆଉ ଦିନ ମରିବ। ଦିନକର କ'ଣ ହେଇଛି ନା ଆଦମ ନାହାନ୍ତି, ହବା ଏକୁଟିଆ ଅଛନ୍ତି। ଆଉ ଶୈତାନ କ'ଣ କରୁଛି ନା ସାପକୁ ପଠଉଛି ହବାଙ୍କ ପାଖକୁ, ଆଉ ଏହା କହିକି ପଠଉଛି ତୁ ଯାଇକି ତାଙ୍କୁ ପ୍ରଲୋଭିତ କର, ଯୋଉ ଗଛର ଫଳ ଖାଇବା ପାଇଁ ଈଶ୍ୱର ମନା କରିଛନ୍ତି, ଯେପରି ସେ ଗଛର ଫଳ ସେମାନେ ଖାଇବେ ଆଉ ପାପ କରିବେ। ହାଲେଲୁୟା। ଆଉ ସାପ ଯାଉଛି ଆଉ ହବାକୁ କହୁଛି କ'ଣ ଈଶ୍ୱର ମନା କରୁଛନ୍ତି ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବା ପାଇଁ? ହବା କହୁଛି ହଁ, ମନା କରୁଛନ୍ତି। ସାପ କହୁଛି କ'ଣ ପାଇଁ ମନା କରୁଛନ୍ତି ନା ଯଦି ଆମେ ଖାଇବୁ ତାହେଲେ ପାପ କରିବ ଆଉ ମରିବୁ। କିନ୍ତୁ ସାପ କହୁଛି ତୁମେ ଖାଇଲେ ମରିବନି, କିନ୍ତୁ ଈଶ୍ୱର ସଦୃଶ୍ୟ ହେଇଯିବ, ଈଶ୍ୱର ତୁଲ୍ୟ ହେଇଯିବ। ଆଉ ହବା ମଧ୍ୟ ତା କଥାକୁ ଧ୍ୟାନ ଦେଇ ଆଉ ସେ ଫଳକୁ ଦେଖୁଛି। ଯେତେବେଳେ ଫଳକୁ ଦେଖୁଛି, ଲେଖା ହେଉଛି କ'ଣ ସେ ଫଳ ସୁଖାଦ୍ୟର ଉତ୍ପାଦକ। କ'ଣ? ସୁଖାଦ୍ୟର ଉତ୍ପାଦକ। ସୁ କହିଲେ କ'ଣ? ସୁନ୍ଦର ଖାଦ୍ୟର ଉତ୍ପାଦକ। ଅର୍ଥ ସେ ଫଳଟା ତାକୁ କ'ଣ ଦେଖାଯାଉଛି ନା ସୁନ୍ଦର। ଆଉ କ'ଣ ଦେଖାଯାଉଛି ନା ନୟନର ଲୋଭଜନକ। କ'ଣ? ନୟନର ଲୋଭଜନକ ତ ଆକର୍ଷଣୀୟ। ହାଲେଲୁୟା। ସେ ଫଳଟି ତାକୁ କ'ଣ ଦେଖାଯାଉଛି? ସୁଖାଦ୍ୟର ଉତ୍ପାଦକ। ସୁଖାଦ୍ୟ କହିଲେ ସୁନ୍ଦର। ଆଉ କ'ଣ ଦେଖାଯାଉଛି ନା ନୟନର ଲୋଭଜନକ ତ ଆକର୍ଷଣୀୟ। ସେ ଫଳ ହବାକୁ ସୁନ୍ଦର ଆଉ ଆକର୍ଷଣ ଦେଖାଯାଉଛି, ଯାହା ଫଳରେ ସେ ଫଳକୁ ଦେଖିକି ସେ ପ୍ରଲୋଭିତ ହେଉଛି ଆଉ ତାକୁ ଖାଉଛି, ଖାଇକି ପାପ କରୁଛି, ଆଉ ତାହା ମଧ୍ୟ ତା ସ୍ୱାମୀକି ନେଇକି ବା ଆଦମକୁ ଦଉଛି। ଆଦମ ମଧ୍ୟ ଖାଉଛନ୍ତି ଆଉ ପାପ କରିକି ବସୁଛନ୍ତି। ହାଲେଲୁୟା। ଆଉ ଯାହା ଫଳରେ କ'ଣ ହେଉଛି ନା ତାଙ୍କୁ ଏଦେନ ଉଦ୍ୟାନକୁ ଛାଡ଼ିବାକୁ ପଡୁଛି, ଆଉ ଯାଇକି ବାହାରେ କାମ କରିକି ନିଜ ପେଟକୁ ପୋଷିବାକୁ ପଡୁଛି। ହାଲେଲୁୟା। ଆଉ କ'ଣ ହେଉଛି ନା ତାଙ୍କ ପାଖକୁ ଶାନ୍ତି ଆନନ୍ଦ ଚାଲି ଯାଉଛି, ସ୍ତ୍ରୀର ପୀଡ଼ା ବଢୁଛି, ଆଉ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ସେମାନେ ପଢୁଛନ୍ତି। କାହିଁକି ହେଲା ଏ ସମସ୍ତ ବିଷୟ? ଏଥିପାଇଁ ହେଲା କାରଣ ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। ସେ ଫଳକୁ ଦେଖିକି ତାଙ୍କ ଭିତରେ ସେ ଫଳ ତାଙ୍କୁ ସୁନ୍ଦର ଦେଖାଗଲା, ସେ ଫଳ ତାକୁ ଆକର୍ଷଣୀୟ ଦେଖାଗଲା, ଆଉ ତାକୁ ଦେଖିକି ସେମାନେ ଖାଇଲେ ଆଉ ପାପ କଲେ। ପ୍ରିୟ ଭାଇ ଓ ଭଉଣୀ ମାନେ, ଆଜି ହେଇପାରେ କୌଣସି ବିଷୟ ଆପଣଙ୍କୁ ସୁନ୍ଦର ଲାଗିପାରେ, କୌଣସି ବିଷୟ ଆପଣଙ୍କୁ ଆକର୍ଷଣୀୟ ଲାଗିପାରେ, ତାହା ପଛରେ ଶୈତାନ ନାହିଁ ତ? ହାଲେଲୁୟା। ତା ପଛରେ ଦୁଷ୍ଟାତ୍ମା ନାହିଁ ତ? ତା ପଛରେ ମନ୍ଦାତ୍ମା ନାହିଁ ତ? ଯଦି ଅଛନ୍ତି ଆଉ ତାକୁ ଯଦି ଆପଣ ବ୍ୟବହାର କରୁଛନ୍ତି, ନିଜର କରୁଛନ୍ତି, ତାହେଲେ ଆଦମ ହବାଙ୍କ ଭଳି ଆପଣଙ୍କ ମଧ୍ୟ ପରିଚିତ ହେବାର ସମ୍ଭାବନା ଅଛି। ସେଥିପାଇଁ ସତର୍କ ରୁହନ୍ତୁ, କାରଣ ପାପ ସୁନ୍ଦର ଓ
आकर्षणीय अटे। जदि आमे रोमियो पुस्तक पढ़ा, रोमियो पुस्तक 7 पर्वर 8 पद एटा लिखा होची, अति सुंदर विषय लिखा होची। रोमियो पुस्तक 7 पर्वर 8 पद लिखा होची, पाप सुजोग पाई आज्ञा द्वारा मो ठारे सबु प्रकार लोभ जन्माइला। कौन लिखा होची ना पाप सुजोग पाइला। तापर सुजोग कौन हला ना ईश्वर को आज्ञा गुड़ाक, से आज्ञा गुड़ाक पाप निमंते सुजोग हला जेपरि प्रत्येक मनुष्य भितर लोभ को तैयारी करिवो, अर्थ लोभ सृष्टि करिया पई जो जो जिंस गुड़ाक दरकार सही सही जिंस गुड़ाक आनिक मनुष्य आगे थोइबो, मनुष्य आउ तापठी लोभ तार प्रकाश पाइब, आउ प्रलोभित होइकी से जिनिस को निजर करिवो, जा सकाशे कोन हबो ना से आज्ञा विरुद्ध काम करिवो, पाप करिवो, आउ तार पतन हबो। हालेलुया। कोन वाक्य कहूची चोरी करो नाही। तो शैतान कोन करिवो एमितिया सुंदर सुंदर आकर्षण विषय आनिक आपण आगे रखिबो, आउ से जिनिस गुड़ाक से वस्तु गुड़ाक आपको सुंदर लागिबो, आपको आकर्षण लगे, आउ आप न चाहिए भी ताकू नेबे, अर्थ चोरी करेंगे, जहाँ सकाशे आप कौन करेंगे ना ईश्वर आज्ञा को मानबेनी आउ पाप करेंगे। हालेलुया। वाक्य कहूँ बेविचार कर ना, सुंदर सुंदर पुओ सुंदर सुंदर झील को आनिक आप आगे रखिए, आउ जहाँ द्वारा कौन हे सुंदरता को आकर्षण विषय को देखिकी आप न चाहिए भी बेविचार करेंगे, जहाँ सकाशे ईश्वर आज्ञा विरुद्ध जीवे आउ पाप करेंगे। हालेलुया। देखा आज्ञा बा पाप सुजोग पाई आज्ञा द्वारा कौन कला ना आमान भितरे विभिन्न प्रकार लोभ को जात कला। अर्थ कौन ना जो जो जिनिस आज्ञा मानिबा द्वारा आमे प्रभु को उद्देश्य भल काम करथाउ, सही सही जिनस विरुद्ध रे कौन करिवो ना शैतान जिनस गुड़ा आनि थोइबो, आ जो जिनस कि सुंदर आकर्षण हेथिवो ताकू देखिकी आमे माने पाप करथाउ। से प्रिय भाई और भौणी माने टिके जत्न नियंतु। शैतान एमिति कि जिनिस आनिकी थौनु तो, शैतान एमिति कि जिनिस ईश्वर को आज्ञा विरुद्ध आनि थौनु तो थौची, ता प्रति सतर्क हुंतु, नहले पापरे पड़िबार संभावना, पाप यदि पड़ी जिवे ताहले आदम हवांग भली परिस्थिति हबार संभावना अछि। जदि आपण माथ्यू पुस्तक 4 पर्व 8 पद पढ़िबे, माथ्यू पुस्तक 4 पर्वर 8 पद एटी अति सुंदर विषय लिखा होची। कौन होची ना शैतान प्रभु यीशु को एक पर्वत ऊपर को नौची, आ नेकी कौन कहूची ना जगतर समस्त राज्य को देखौची, आ से राज्य गुड़ाकर सौंदर्य ऐश्वर्य आकर्षणीय प्रलोभित विषय गुड़ा को प्रभु यीशु को आगे आनी थोई दउची। हालेलुया। आ कहूची ये समस्त विषय गुड़ाक दे सुंदर विषय ऐश्वर्य विषय आकर्षण विषय प्रलोभित विषय गुड़ाक तते मुदेदेवी तोर हो केवल गोटे काम कर कौन जदि मत ईश्वर भाव में स्वीकार कर अर्थ मो आगे नतमस्तक मत प्रणाम कर। हालेलुया। सी जानी प्रभु यीशु मनुष्य अटंती, आपको प्रलोभित आपको पापर पकड़ा बाट अच्छे शैतान प्रकार से कला ना जगतर समस्त राज्य समस्त ऐश्वर्य समस्त सुंदर जिन समस्त आकर्षण जिन समस्त प्रलोभित जिन को आगे थोई दौरान प्रभु यीशु आगे शैतान थोई दौची, प्रभु यीशु देखिकी आकर्षण हे प्रलोभित हे आ जिनस सकाशे पाप बा अधर्म कर बसबे कौन ना शैतान को निज ईश्वर भाव में स्वीकार करेंगे। किंतु प्रभु यीशु ये कम करूना कहीं करूना, प्रभु यीशु को जना जे ये जो विषय गुड़ाक पाप ये जो प्रलोभित आकर्षण सुंदर विषय गुड़ाक पछरे शैतान चातुरता लुचिक अच्छी। जदि मु करुची जदि आपको निजे को मु ग्रहण करिया को निजे को विषय गुड़ाक निजे करिया को चाहूची ताले मु पाप करी शैतान को ईश्वर भाव में ग्रहण करिया को मते पड़िबो। आ ताकू सी कौन करचंदी ना मना करचंदी, आ शैतान को धमक देकी ताकू दूर करचंदी। जदि आपण जाकुब पुस्तक 1 पर्वर 14 पद आ 15 पद पढ़िबे, जाकुब पुस्तक 1 पर्वर 14 पद आ 15 पद लिखा जाउची जे कामना द्वारा प्रत्येक मनुष्य निजर कामना निजर इच्छा निजर अभिलाषा द्वारा कौन हुए ना आकर्षित हो कौन होता है ना पाप करे अधर्म करे। हालेलुया। अर्थ मनुष्य भीतर तो अभिलाषा अच्छी, मनुष्य भीतर तो कामना अच्छी, मनुष्य भीतर तो इच्छा अच्छी, तो शैतान को जना एमती कौन सुंदर एमती कौन आकर्षण विषय जिनिस आनिकी वस्तु आनिकी जीवित विषय गुड़ाक आगे थोइबी
ଯାହାକୁ ଦେଖିକି ସେ ପ୍ରଲୋଭିତ ହେବ, ପ୍ରବଞ୍ଚିତ ହେବ ଆଉ ତା ପ୍ରତି ଆକର୍ଷିତ, ସେଇ ଜିନିଷର ସୌନ୍ଦର୍ଯ୍ୟତା ପ୍ରତି, ସେଇ ଜିନିଷର ଆକର୍ଷଣୀୟ ବିଷୟ ଗୁଡ଼ାକ ପ୍ରତି ସେ କ'ଣ ହେବ ନା ପ୍ରଲୋଭିତ ହେବ, ପ୍ରବଞ୍ଚିତ ହେବ ହେଇକି ଆଉ ପାପ କରି ବସିବ। ଲେଖା ହେଉଛି ଯେ ମନୁଷ୍ୟ ଭିତରେ ଥିବା କାମନା, ଇଚ୍ଛା, ଅଭିଳାଷାକୁ ଶୈତାନ କ'ଣ କରେ ନା ତାର ମନୋହର ବିଷୟ ଗୁଡ଼ାକ, ସୁନ୍ଦର ବିଷୟ ଗୁଡ଼ାକ, ଆକର୍ଷଣୀୟ ବିଷୟ ଗୁଡ଼ାକ ଆଣିକି ଥୋଇବ, ଯେପରି ମନୁଷ୍ୟ ତାକୁ ନିଜର କରିବାକୁ ଯାଇ ଆଉ ପାପ କରି ବସିବ। ଆଉ ଈଶ୍ୱରଙ୍କର ଅନୁଗ୍ରହରୁ, ଈଶ୍ୱରଙ୍କର ଦୟାରୁ କ'ଣ ହେବ ନା ଅଲଗା ହେବ। ହାଲେଲୁୟା। ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। ଯଦି ଆମେ ପ୍ରଥମ ଯୋହନ 2 ପର୍ବର 16 ପଦ ପଢିବା, ପ୍ରଥମ ଯୋହନ 2 ପର୍ବର 16 ପଦ, ଏଟା ଲେଖା ହେଉଛି ଆଖିର ଅଭିଳାଷ, ଶାରୀରିକ ଅଭିଳାଷ ଏଇ ସବୁ ଈଶ୍ୱରଙ୍କ ଠାରୁ ଜାତ ନୁହେଁ। ଏଇ ସମସ୍ତ ବିଷୟ ସଂସାରରୁ କାହାଠାରୁ ଜାତ ନୁହଁ? ଈଶ୍ୱରଙ୍କ ଠାରୁ ଜାତ ନୁହଁ। ଯାହା ଆମକୁ ଦେଖିବାକୁ ଭଲ ଲାଗେ, ଯାହା ଆମକୁ ଶରୀର ସହିତ ଶରୀରକୁ ଆଉ ନବାକୁ ଭଲ ଲାଗେ, ତାହା ଈଶ୍ୱରଙ୍କ ଠାରୁ ନୁହଁ, ତାହା ହେଉଛି ସଂସାରରୁ। ସଂସାର କାହାର? ବାକ୍ୟ ଲେଖାଯାଏ ଜଗତ ଶୈତାନର ଅଟେ। ଜଗତ ହେଉଛି କାହାର ଅଟେ? ନା ଶୈତାନର। ହାଲେଲୁୟା। ଏହାର ଅର୍ଥ ଶାରୀରିକ ଅଭିଳାଷ, ଆଖିର ଅଭିଳାଷ, ଏଇ ସମସ୍ତ ବିଷୟ ଗୁଡ଼ାକ କ'ଣ କରେ ନା ଶୈତାନର ଅଟେ। ଆପଣ ଯାହାକୁ ଯାହା ଭଲ ଲାଗେ ଦେଖିବାକୁ, ଯାହା ଆପଣ ଶରୀରକୁ ଭଲ ଲାଗେ ଗ୍ରହଣ କରିବାକୁ, ନିଜର କରିବାକୁ, ସେଇ ବିଷୟ ଗୁଡ଼ାକ ଆପଣଙ୍କ ଆଗରେ ଆଣିକି ଥୋଇଦେବ। ଆଖିକି ଯାହା ଭଲ ଲାଗେ ସେ ବିଷୟ ଆଣିକି ଥୋଇବ, ଶରୀରକୁ ଯାହା ଭଲ ଲାଗେ ସେ ବିଷୟ ଆଣିକି ଆପଣଙ୍କୁ ଭଲ ଲାଗିବ, ଯାହା ଥୋଇବ। ଆଉ ଯାହାକୁ ଦେଖିକି ଆପଣ କ'ଣ ହେବେ ନା ପ୍ରଲୋଭିତ ହେବେ, ପ୍ରବଞ୍ଚିତ ହେବେ, ଆଉ ଆପଣ ତାକୁ ନିଜର କରିବା ଚେଷ୍ଟାରେ ପାପ କରି ବସିବେ। ହାଲେଲୁୟା। କାରଣ ଆଖିର ଅଭିଳାଷ, ଶରୀରର ଅଭିଳାଷ ଈଶ୍ୱରଙ୍କ ଠାରୁ ନୁହଁ, କିନ୍ତୁ ଶୈତାନ ଠାରୁ ଜାତ ଅଟେ। 2ଟି ବ୍ୟକ୍ତିଙ୍କ ବିଷୟରେ ଆମେ ଜାଣିବା, ଯେଉଁମାନଙ୍କ ନିକଟରେ ଶୈତାନ ସୁନ୍ଦର ଓ ଆକର୍ଷଣୀୟ ବିଷୟ ଆଣିକି ଥୋଇଲା, ଆଉ ସେମାନେ ସେଇ ବିଷୟ ପ୍ରତି ପ୍ରଲୋଭିତ ଆଉ ପ୍ରବଞ୍ଚିତ ହୋଇ ପାପ କରି ବସିଲେ। ଯଦି ଆପଣ 2 ସାମୁଏଲ 11 ପର୍ବର 2 ପଦରୁ 4 ପଦ, 2 ସାମୁଏଲ 11 ପର୍ବର 2 ପଦରୁ ନେଇକି 4 ପଦର ଶେଷ ପର୍ଯ୍ୟନ୍ତ ଏଠି ଲେଖାଯାଉଛି, ଦାଉଦ ଦିନେ ସନ୍ଧ୍ୟା କାଳରେ ଆଉ ଛାତକୁ ଯାଇକି ବୁଲାବୁଲି କରୁଛନ୍ତି। ଆଉ ଠିକ୍ ସେଇ ସମୟରେ କ'ଣ ହେଉଛି, ବତ୍ସେବା ବୋଲି ଏକ ସ୍ତ୍ରୀ, ବିବାହିତ ସ୍ତ୍ରୀ, ସେ କ'ଣ କରୁଛି ନା ସ୍ନାନ କରୁଛି। ଆଉ ଯେତେବେଳେ ଦାଉଦ ତାକୁ ଦେଖୁଛନ୍ତି ସ୍ନାନ କରିବା ଅବସ୍ଥାରେ, ଆଉ ସେଇ ସ୍ତ୍ରୀର ସୁନ୍ଦରତା, ସେ ସ୍ତ୍ରୀର ଆକର୍ଷଣୀୟତା ପ୍ରତି କ'ଣ ହେଉଛନ୍ତି ନା ପ୍ରଲୋଭିତ ହେଉଛନ୍ତି, ପ୍ରବଞ୍ଚିତ ହେଉଛନ୍ତି, ଆକର୍ଷଣ ହେଉଛନ୍ତି। ଆଉ ଜଣେ ସୈନ୍ୟକୁ ପଠେଇ ଆଉ ତାକୁ ନିଜ ଗୃହକୁ ଆଣିକି ତା ସହିତ ଶୟନ କରି କ'ଣ କରୁଛନ୍ତି ନା ବ୍ୟଭିଚାର କରୁଛନ୍ତି। ଏଠି ଦାଉଦ କାହା ପ୍ରତି ଆକର୍ଷିତ ହେଲା? କୋଉ ଜିନିଷ ପ୍ରତି ଆଉ ଆକର୍ଷଣ ହେଲା, ପ୍ରବଞ୍ଚିତ ହେଲା, ପ୍ରଲୋଭିତ ହେଲା? ଲେଖା ସ୍ତ୍ରୀର ସୌନ୍ଦର୍ଯ୍ୟ ପ୍ରତି, ସ୍ତ୍ରୀର ସୁନ୍ଦରତା ପ୍ରତି, ସ୍ତ୍ରୀର ଆକର୍ଷଣୀୟତା ବିଷୟ ପ୍ରତି କ'ଣ ହେଲା ନା ଆକର୍ଷଣ ହେଇ ତାକୁ ନିଜ ଗୃହକୁ ଆଣିକି ଆଉ ଶୟନ କରିକି ବ୍ୟଭିଚାର ବା ପାପ କରୁଛି। ହାଲେଲୁୟା, ହାଲେଲୁୟା। ପାପ, ଶୈତାନ ସେ ସ୍ତ୍ରୀକୁ ବ୍ୟବହାର କଲା, ସେ ସ୍ତ୍ରୀର ସୌନ୍ଦର୍ଯ୍ୟତାକୁ, ଆକର୍ଷଣ ବିଷୟକୁ ବ୍ୟବହାର କଲା, ଯେପରି ଦାଉଦକୁ ଆଉ ପାପରେ ପକାଇବା ପାଇଁ, ବ୍ୟଭିଚାର ପକାଇବା ପାଇଁ। ଆଉ ଯଦି ଦେଖିବେ, ଦାଉଦ ଏଇ ବ୍ୟଭିଚାର କଲା ପରେ ତାଙ୍କ ରାଜ୍ୟ ଆଉ ରହୁନି, ନଷ୍ଟ ହେଇଯାଉଛି। ତାଙ୍କ ପିଲାମାନେ ପରସ୍ପର ଯୁଦ୍ଧ ହେଉଛନ୍ତି, ତାଙ୍କ ବିରୁଦ୍ଧରେ ଠିଆ ହେଉଛନ୍ତି। ଆଉ ଶେଷରେ ଯେଉଁ ଦାଉଦ ମେଣ୍ଢା ଚରି ଜଙ୍ଗଲରୁ ରାଜା ହେଇଥିଲେ, ସେ ଜଙ୍ଗଲକୁ ଫେରି ଯାଉଛନ୍ତି। କ'ଣ ପାଇଁ ଫେରି ଯାଉଛନ୍ତି? ଦାଉଦ ପାପ କଲା। କାହିଁକି ପାପ କଲା? ନା ପାପର ସୁନ୍ଦରତା ବିଷୟକୁ, ପାପର ଆକର୍ଷଣ ବିଷୟକୁ ଦେଖି ପ୍ରବଞ୍ଚିତ ହୋଇ ପାପ କଲା। ପ୍ରିୟ ଭାଇ ଓ ଭଉଣୀମାନେ, ଯେତେବେଳେ ଆମେ ପାପ ପ୍ରତି ଆକର୍ଷଣ ହେବା, ପ୍ରବଞ୍ଚିତ ହେବା, ପ୍ରଲୋଭିତ ହେବା, ସେ ପାପ କରିବା ସକାଶେ କ'ଣ ହେବ? ଆମେ ଯେଉଁ ସ୍ତରରେ ଅଛେ, ଯେଉଁ ଆଶୀର୍ବାଦରେ ଅଛେ, ଯେଉଁ ଶାନ୍ତିରେ ଅଛେ, ଯେଉଁ ଆନନ୍ଦରେ ଅଛେ, ଏ ସମସ୍ତ ବିଷୟ ଦାଉଦଙ୍କ ଭଳି ଆମ ଜୀବନରୁ ପଳେଇବାର ସମ୍ଭାବନା ଅଛି। କାରଣ ପାପ ସୁନ୍ଦର ଓ ଆକର୍ଷଣୀୟ ଅଟେ। ଯଦି ଆମେ ଯୋସେଫଙ୍କ ବିଷୟ ଟିକେ ଜାଣିବା, ଆଉ ଆଦି ପୁସ୍ତକ 39 ପର୍ବର 6 ପଦ ଆଉ 7 ପଦ, ଆଦି ପୁସ୍ତକ 39 ପର୍ବର 6 ପଦ ଆଉ 7 ପଦ, ଏଠାରେ କ'ଣ ହେଇଛି? ଯୋସେଫ ପୋଟିଫର ଏକ ଲୋକ ଘରେ, ଯିଏକି ଧନୀ ଲୋକ ଥିଲେ, ତାଙ୍କ ଘରେ ଦାସ ଭାବରେ କାର୍ଯ୍ୟ କରୁଛନ୍ତି। ଆଉ ପୋଟିଫରଙ୍କ ସ୍ତ୍ରୀ କ'ଣ କରୁଛନ୍ତି ନା ଯୋସେଫଙ୍କୁ ଦେଖିକି
ଆକର୍ଷଣୀୟ ହେଉଛନ୍ତି, ପ୍ରଲୋଭିତ ହେଉଛନ୍ତି, ପ୍ରବେଶିତ ହେଉଛନ୍ତି। କାହିଁକି? ଯୋସେଫ ଲେଖା ହେଉଛି ଯୋସେଫ ମନୋହର ଥିଲେ। ହାଲେଲୁୟା। ଯୋସେଫ ସୁନ୍ଦର ଥିଲେ, ଯୋସେଫ ଆକର୍ଷଣୀୟ ଥିଲେ। ଯେତେବେଳେ ଯୋସେଫଙ୍କର ରୂପକୁ, ରଙ୍ଗକୁ, ସୌନ୍ଦର୍ଯ୍ୟକୁ, ଐଶ୍ୱର୍ଯ୍ୟକୁ, ଆକର୍ଷଣ ବିଷୟକୁ ପୋଟିଫରଙ୍କ ସ୍ତ୍ରୀ ଦେଖୁଛନ୍ତି, ଆଉ ସିଏ ଚାହୁଁଛନ୍ତି ତାଙ୍କ ସହିତ ଶୟନ କରିବା ପାଇଁ। ବାରମ୍ବାର ତାକୁ କହୁଛନ୍ତି, ଏମିତି ଦିନ ସମୟ ତାକୁ ମାଡ଼ିକି ଧରୁଛନ୍ତି, କିନ୍ତୁ ଯୋସେଫ ଛାଡ଼ିକି ପଳାଉଛନ୍ତି। ହାଲେଲୁୟା। ଏଇ ଜାଗାରେ ଯୋସେଫଙ୍କର ସୌନ୍ଦର୍ଯ୍ୟତାକୁ, ସୁନ୍ଦରପଣକୁ, ଆକର୍ଷଣୀୟ ବିଷୟକୁ ଆଉ ବ୍ୟବହାର କରୁଛି ପୋଟିଫର ସ୍ତ୍ରୀ ପାଇଁ। ଯେପରି ପୋଟିଫର ସ୍ତ୍ରୀ କ'ଣ କରିବ ନା ଯୋସେଫ ସହିତ ଶୟନ କରିକି ବ୍ୟଭିଚାର କରିବ, ଆଉ ଯୋସେଫକୁ ପାପରେ ପକାଇବ। ହାଲେଲୁୟା। ଯୋସେଫ ପାଇଁ ଈଶ୍ୱରଙ୍କ ଯୋଜନା ଥିଲା, ମହାନ ଯୋଜନା, ସେକେଣ୍ଡ ରାଜା ହେବାର ଯୋଜନା, ପ୍ରଧାନମନ୍ତ୍ରୀ ହେବାର ଯୋଜନା, ସେ ଯୋଜନାକୁ ଲଣ୍ଡଭଣ୍ଡ ବା ନଷ୍ଟ କରିବାର ବିଷୟରେ ଆଉ ଶୈତାନ କ'ଣ କରୁଛି ନା ପୋଟିଫର ସ୍ତ୍ରୀକୁ ବ୍ୟବହାର କରୁଛି। କିନ୍ତୁ ଯୋସେଫ ଏଇ ଜାଗାରେ କ'ଣ ହେଉଛି ନା ଛାଡ଼ିକି ଦୌଡ଼ିକି ସେ ପଳାୟନ କରୁଛନ୍ତି। କାହିଁକି? ପୋଟିଫରଙ୍କ ସ୍ତ୍ରୀ ଏଇ ଜାଗାରେ ଯୋସେଫ ସହିତ ଶୟନ କରିବାକୁ ଚେଷ୍ଟା କଲା। କାରଣ ପୋଟିଫର ସ୍ତ୍ରୀ ଦେଖିଲା ଯେ ଯୋସେଫ ସୁନ୍ଦର, ଯୋସେଫ ଆକର୍ଷଣୀୟ ଅଟନ୍ତି। ହାଲେଲୁୟା। ତାର ସୁନ୍ଦରତା ପଣକୁ, ତାର ଆକର୍ଷଣୀୟ ପଣକୁ ବା ବିଷୟକୁ ପୋଟିଫର ସ୍ତ୍ରୀ ଦେଖିକି ପ୍ରଲୋଭିତ, ପ୍ରବଞ୍ଚିତ ହେଲା। ଆଉ ଯାହା ପାଇଁ ସେ ପାପ କରିବା ପାଇଁ ବା ବ୍ୟଭିଚାର କରିବା ପାଇଁ ପଛଘୁଞ୍ଚା ଦେଲା ନାହିଁ, କିନ୍ତୁ ପରମେଶ୍ୱର ଏ ଜାଗାରେ ଯୋସେଫକୁ ବଞ୍ଚାଇଲା। ହାଲେଲୁୟା। ଆମେ ଯୋସେଫଙ୍କ ତୁଲ୍ୟ ହେବା। ହାଲେଲୁୟା। ଶୈତାନର ପ୍ରତ୍ୟେକ ଚାତୁରୀତାକୁ ଭଲରେ ଜାଣିବା। ଯାହା ବି ଆଜି ଆପଣ ଆକର୍ଷଣୀୟ, ଯାହା ବି ଆଜି ସୁନ୍ଦର ଆପଣଙ୍କୁ ଲାଗୁଛି, ଯେଉଁ ହିସାବରେ ପ୍ରଲୋଭିତ, ପ୍ରବଞ୍ଚିତ କରୁଛି, ତା ପଛରେ ହେଇପାରେ ଶୈତାନର କୌଣସି ପ୍ରକାର ଯୋଜନା, କୌଣସି ପ୍ରକାର ଚାତୁରୀତା, କୌଣସି ପ୍ରକାର ଚାଲାକିପଣ ଅଛି। ଜାଗ୍ରତ ହୁଅନ୍ତୁ। ଯଦି ତାକୁ ଆପଣ କରିଦେଉଛନ୍ତି, ତାହେଲେ ବିଶ୍ୱାସ କରନ୍ତୁ, ଆମମାନଙ୍କ ଜୀବନ ଆଦମ ହବାଙ୍କ ଭଳି ହେଇପାରେ, ଆମମାନଙ୍କ ଜୀବନ ଦାଉଦଙ୍କ ଭଳି ହେଇପାରେ। ଯେଉଁ ଶାନ୍ତି, ଯେଉଁ ଅଭିଷେକରେ, ଯେଉଁ ପରମେଶ୍ୱରଙ୍କ ଶକ୍ତିରେ, ଆନନ୍ଦରେ, ସୁସ୍ଥତାରେ ଆମେ ଜୀବନ କାଟୁଛେ, ଭରପୁରତାରେ ଯେଉଁ ଆଶୀର୍ବାଦରେ କାଟୁଛେ, ସେ ଟିକେ ପାପ କରିବା ସକାଶେ ଏହି ସବୁ ଯାକ ବିଷୟ ଆମଠାରୁ ପଳେଇ ଯିବାର ସମ୍ଭାବନା ଅଛି। ହାଲେଲୁୟା। କାହିଁକି? ପାପ ସୁନ୍ଦର ଓ ଆକର୍ଷଣୀୟ। ହାଲେଲୁୟା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ମୁଁ ଧନ୍ୟବାଦ କରେ, ପ୍ରଶଂସା କରେ, ଗୌରବ କରେ, କାରଣ ତୁମେ ଜୀବିତ। ପିତା, ପାପ ସୁନ୍ଦର ଓ ଆକର୍ଷଣୀୟ, ଦୟାକର ପିତା। ଶୈତାନର ସମସ୍ତ ଚାତୁରୀତାକୁ, ଶୈତାନର ସମସ୍ତ ମିଛ ବିଷୟକୁ ଜାଣିବା ପାଇଁ, ଯାହା ବି ଆମ ଜୀବନରେ ପ୍ରଭୁ ସୁନ୍ଦର ଆକର୍ଷଣୀୟ ବିଷୟ ଅଛି, ତାକୁ ପରଖିବା ପାଇଁ ବଳ ଦିଅ। ଯେପରି ଆମେ ରକ୍ଷା ପାଇବୁ, ଆପଣ ତୁମର ମହିମା। ଧନ୍ୟବାଦ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କର। ଧନ୍ୟବାଦ।